श्री गणेशाय नमः। श्रीमद्भागवत महापुराण सप्तम स्कंद त्रयोदश अध्याय। ओम नमो भगवते वासुदेवाय। आज आमे पढ़िबा सप्तम स्कंद त्रयोदश अध्याय। अवधूतर इतिहासे जन्त्रित धर्म त्रयोदशे। नारद उवाच एवे कहिवा जति धर्म स्वभावे अवधूत कर्म। माया संसार दूर करी भूलिब देह मात्र धरी। ग्रामे बंचिब एक दिन दिदिन न रहिब पुण। निर्जने दिगंबर बेशे जेबे पशिब वन देशे। कोपी न करिब वसन एका भ्रमिब रात्र दिन। केबे न करिब संग थिला संसारे जार संग। सर्वभूतरे शांतिपण श्री नारायण परायण। सत सत विश्ववेनी तुले भाविब आत्मा घेने। परम ब्रह्म आत्मा सार्य स्वर्ग व्यापित निरंतर। जाग्रत स्वप्न मध्ये रही आत्मार गति आंबे जाई। आत्मार बंध मोक्ष वेणी लखिब माया मात्र घेनी। वस्तु स्वभाव नहीं तार एणु सर्वदा निर्विकार। वस्तुर नित्य नित्य भाव एणु ए शरीर ध्रुव। जीवर उत्पत्ति मरण कालटिए भावे कारण। एणु शरीर धर्म जानी आत्मार गति परिमाण। अशास्त्रे न करिब रति जीविका ज्योतिष प्रकृति। दूरे ते जीव तर्कवाद जे शास्त्रे पक्षपात भेद। अभ्यास न करिब ग्रंथ शिष्य न करिब बहुत। व्याख्यान निज प्रयोजने केबे न करिब मने। मोहांत जतिर आश्रम होएबा नुहे निज धर्म। सुशांत बुद्धि समचित होइब अर्थरे विरक्त। दृश्य दृश्य भावे थिब बाई बालक चेष्टा भाव। मुख बधिर प्राय बेशे भावे वंचिब आत्म बसे। शुण राजन सावधान जय इतिहास पुरातन। प्रहलाद संगे मुनिवर नाम जाहार अजगर। एबे निजनक संवाद शुणते न लागे प्रमाद। से प्रहलाद एक दिने मृगया अर्थे गले बने। नृत्य किंकर घेनी संगे बने विहरे क्रीड़ा रंगे। हेमंते सह्यगिरी तटे कावेरी तटे भूमि पृष्ठे। शयनी देखी मुनिवर शरीर धूली रे धूसर। सेद कर्धमे जे भूषित सम्मुखे देखे विपरीत। कर्म वचन लिंग वन्य लखी न पारी अनुमानी। किबा आश्रम लखी नहे सुमने विचारी संदेह। ताहाको देखी प्रहलाद भावे न मिलावे निपाद। लक्षणे मणि तार गति बोले असुर नरपति। प्रहलाद उवाच ए स्थूल शरीर तोहर स्वभावे ऋषि सुंदर। भोगी पुरुष प्राय होई तो देह देखी विचारई। चित अर्जने भोगी जने भ्रमंती नगर विपिने। भोगर गोळे पृष्ठ देही ए अनुमानी मुमणई।
ଉଦ୍ୟମ ନ କରି ତୁ ଧନେ କିମ୍ପା ଶୋଇଛୁ ଘୋର ବନେ। କେମନ୍ତେ ପୃଷ୍ଠ ତୋ ଶରୀର କହ ସଂଶୟ ଯାଉ ଦୂର। କହ ତୁ ନ ଭଜି ମୌନ ମୁଁ ଯେବେ ଶୁଣିବା ଭାଜନ। ଯେ ଦକ୍ଷ ପଣ୍ଡିତ ଚତୁର ବିଚିତ୍ର ବାକ୍ୟ ପ୍ରିୟଙ୍କର। ତାଙ୍କୁ ପୁଛିଲେ ସର୍ବ କହେ ମନେ ଅହଙ୍କାର ନ ବହେ। ନାରଦ ଉବାସ ଏମନ୍ତେ ପ୍ରହ୍ଲାଦ ବାଣୀ ସେ ଅବଧୂତ କନେ ଶୁଣି। ତାହାର ଅମୃତ ବଚନେ କହଇ ହୃଷିତ ବଦନେ। ଅବଧୂତ ଉବାଚ ତୁ ପ୍ରହ୍ଲାଦ ଦୈତ୍ୟବର ଜାଣଇ ମହିମା ତୋହର। ସଂଶୟ ନାହିଁ ତୋର ମନେ ତୁ ଦେଖୁ ନିର୍ମଳ ନୟନେ। ଯାର ହୃଦୟ ନାରାୟଣ ବସଇ ପୁରୁଷ ପୁରାଣ। ସେ ଭକ୍ତି ବଳେ ତମ ଘୋର ନାଶଇ ଯେହ୍ନେ ଦିବାକର। ତୁ ମତେ ପଚାରିଲୁ ଯେବେ ଶୁଣ କହିବା ତୋତେ ଭାବେ। ଆତ୍ମାର ଶୋଧି ଯେଇଛନ୍ତି ମହାନ୍ତ ପୁଛିଲେ କହନ୍ତି। ଭବବାହିନୀ ତୃଷ୍ଣା ନାମ ତାର ପୂରଣୀ କେହୁ କ୍ଷମ। ସେ ତୃଷ୍ଣା ବଳେ ମୁଁ ଜଗତେ ଭ୍ରମିଲି ଜନ୍ମ କୋଟି ସତେ। ଅଶେଷ ଯୋନି ଗର୍ଭବାସ ତେବେ ହେନ ପୁରିଲା ଆସ। ଅର୍ଜିଲା କର୍ମ ଦୋଷ ଭ୍ରମି ଫୁଟି ହୋଇଲି ପଥଶ୍ରମୀ। ଯେ ଶୁଭ କର୍ମ ମୋର ଥିଲା ଯେ ଫଳ ଏ ଜନ୍ମେ ଫଳିଲା। ସ୍ୱଭାବେ ସ୍ୱର୍ଗ ମୋକ୍ଷ ଦ୍ୱାର ଦୁର୍ଲଭ ମନୁଷ୍ୟ ଶରୀର। ସ୍ୱଧର୍ମ କଲେ ସ୍ୱର୍ଗବାସ ଅଧର୍ମୀ ନରକେ ପ୍ରବେଶ। ଏବେ ନିଦ୍ୱାର ଯେତେ ଯନ୍ତି ନିଶ୍ଚଳ ଯୋଗେ ଆତ୍ମା ଚିନ୍ତି। ଭଜନ୍ତି ଗୋବିନ୍ଦ ଚରଣୀ ତରନ୍ତି ଏ ଜନ୍ମ ମରଣୀ। ମୁଁ ଏ ସଂସାର ସୁଖ ଦେଖି ବିଚାରି ମନେ ହେଲି ଦୁଃଖୀ। ଦ୍ୱନ୍ଦ୍ୱ ମୈଥୁନ ଗୃହ ବାସେ ଇନ୍ଦ୍ରିୟ ସୁଖ ଭୋଗ ଆସେ। ଅନ୍ତେ ନରକେ ବିଶ୍ରାମନ୍ତି ଏ ଘେନି ମନେ କଲି ଭ୍ରାନ୍ତି। ଏଣୁ ଗୃହ ଦ୍ୱନ୍ଦ୍ୱ ଏଡ଼ି ତପସା ଧୋଇ ଦୁଃଖେ ପଡ଼ି। ପ୍ରବୃତ୍ତି ମାର୍ଗେ ନର ଦୁଃଖୀ ନିବୃତ୍ତି ମାର୍ଗେ ହନ୍ତି ସୁଖୀ। ଏବେ ମୁଁ କୃଷ୍ଣଙ୍କ ପ୍ରସାଦେ ନିବୃତ୍ତି କର୍ମ ଯୋଗ ସାଧେ। ନିତ୍ୟ ଭାବଇ ଆତ୍ମା ଭାବେ ମନ ଆନନ୍ଦେ ସୁଖ କବେ। ମନ ସଂକଳ୍ପ ଭୋଗ ତେଜି ପାରବ୍ଧ ଭୋଗ ବୋଧେ ଭୁଞ୍ଜି। ଏଣୁ ଆତ୍ମାର ଅର୍ଥେ ମୁଇଁ ସଂକଳ୍ପୀ ଏକାନ୍ତେ ଭ୍ରମଇ। ଏବେ ହୋ ପ୍ରହ୍ଲାଦ ଶୁଣ ବିଷୟ ବସେ ଯେବେ ଗୁଣ। ତାମସ ରଜ ଗୁଣ ତେଜେ ବିବିଧ କାମ୍ୟ କର୍ମ ଭଜେ। ଆତ୍ମାର ହିତ ନ ସୁମରେ ଅସାଧୁ ମାର୍ଗେ କର୍ମ করে। ପ୍ରାଣୀ ଭ୍ରମନ୍ତି ଘୋର ପଥେ ନାନା ଯାତନା କର୍ମ ଯନ୍ତ୍ରେ। ଘୋର ସଂସାରେ ସଞ୍ଚରନ୍ତି ଏ ଘେନି ମୋର ମନେ ଭ୍ରାନ୍ତି। ଦେଖ ଜ୍ଞାନେ ମୋହାଚ୍ଛନ୍ନେ ସଂସାରେ ସଞ୍ଚରନ୍ତି ଜନେ। ଯେ ଜନ ତୃଣେ ଆଚ୍ଛାଦିତ ତାହା ନ ଇଚ୍ଛଇ ତୁଷିତ। ମୃଗ ତୃଷ୍ଣାକୁ ଜଳ ମଣେ ଭ୍ରମେ ଭ୍ରମଇ ଅକାରଣେ। ତାହାର ଶ୍ରମ ପାତ୍ର ସାର ଯେ ଆତ୍ମା ନ କରେ ବିଚାର। কর্ম আয়তে দেহে ঠাই আত্মার সুখ যে ইচ্ছই। সংকল্পী ক্রিয়া করে যেবে নিষ্ফল হয়ে কার্য অন্তে। অধ্যাত্ম আদি দুঃখ যেতে আত্মা নিপাত যার অন্তে। বিমুক্ত নহে প্রাণী এনে কি প্রয়োজন অর্থ কামে।
ଲୋଭୀ ପ୍ରାଣୀଙ୍କ ଦୁଷ୍ଟ ମନ ବଳେ ବନ୍ଧନ କରେ ଧନ। ଧନୀ ଜନଙ୍କ ଦୁଃଖ ଦେଖି ମୁଁ ଧନ ତୃଷ୍ଣାକୁ ଉପେକ୍ଷି। ଦେଖୋଇ ଧନୀଙ୍କର ଦୁଃଖ ନିଦ୍ରା ଭୋଜନେ ନାହିଁ ସୁଖ। ରାଜାର ଭୟ ନିତ୍ୟ ଧନେ ଚୋର ସୁଜନ ଶତ୍ରୁ ଜନେ। ଯେହୋବା ସେ ଧନ ମାଗି ତା ଦେଖି ଚିତେ ଦୁଃଖ ଭାଗି। ଅଶେଷ ଆପଦର ସ୍ଥାନ ଏ ଧନ ମୂଳ ହୁଏ ଜନ୍ମ। ଯେ ଶୋକ ମୋହ ଲୋଭ କ୍ରୋଧ ନିତ୍ୟ ଉଦ୍ବେଗେ ଯେ ପ୍ରମାଦ। ଯାହାର ମୂଳେ ସ୍ରବନ୍ତି ଧନର ମୂଳେ ପ୍ରାଣ ଭୀତି। ଏ ଘେନି ଯେ ପଣ୍ଡିତ ଜନେ ଲୋଭ ତେଜନ୍ତି ଜାଣି ଧନେ। ମଧୁମକ୍ଷିକା ଅଜଗର ଏ ଜନ୍ମେ ଗୁରୁ ଏ ମୋହର। ଯେ ବୈରାଗ ପରିତୋଷ ଏହାଙ୍କ ତହୁଁ ଉପଦେଶ। ବୈରାଗ୍ୟ ସର୍ବ କାମେ ମୋର ଏ ଦୀକ୍ଷା ହେଲା ମଧୁକର। ଅନେକ ଦୁଃଖ ଯେ ମର୍ଜନା ତାଙ୍କୁ ବିନାଶୀ ହରେ ଆନ। ଧନ ନଇଛି ତୋଷ ମନେ ଭ୍ରମଇ ଯଥା ଲାଭ ଧନେ। ମହାସର୍ପର ପ୍ରାୟ ହୋଇ ବଞ୍ଚଇ ଉପଦେଶ ଧାଇ। ତଥାପି ଗୋବିନ୍ଦ ପ୍ରସନ୍ନେ ନିତ୍ୟ ଆନନ୍ଦ ମୋର ମନେ। ମୋ ଦେହେ ବଳ କାନ୍ତି ତୁଷ୍ଟି ସୁଖ ବର୍ଦ୍ଧନେ ଦେହ ପୁଷ୍ଟି। ଏ ଭାବେ ବଞ୍ଚେ ମୋର ଦେଇ ମୁଁ ସୁଖ ଦୁଃଖ ନ ଜାଣାଇ। ଅଳ୍ପ ଆହାର କାହିଁ ପାଇ କାହିଁ ବା ସମ୍ପୂର୍ଣ୍ଣ ଭୁଞ୍ଜଇ। ସ୍ୱାଦୁ ଅସ୍ୱାଦୁ ନ ମଣଇ ଯେ ଦିନେ ଯେହୋବା ମିଳଇ। ଗ୍ରାସକୁ ଅମୃତ ମଣଇ ସୁମିଷ୍ଟ ମିଳେ ଓବା କାହିଁ। କାହିଁ ବା କଟୁ ତିକ୍ତ ପାଇ ମନ ସନ୍ତୋଷେ ତା ଭୁଞ୍ଜଇ। କାହିଁ ବା ଶ୍ରଦ୍ଧା ଉପହୃତ କାହିଁ ବା ମାନ ବିବର୍ଜିତ। କାହିଁ ବା ଦଧି ଅନ୍ନ ଘୃତ କାହିଁ ବା ଲବଣ ବର୍ଜିତ। ଅଳ୍ପ ବହୁତ ନବାରଇ ଯହିଁ ଯା ମିଳେ ତୁଷ୍ଟ ତହିଁ। ଏମନ୍ତେ ରଖଇ ଜୀବନ ଜୀବନ୍ତ ମନି ମୋ ଶୟନ। ରାତ୍ର ଦିବସ ନ ଜାଣଇ ଉଭୟ ଏକ ପ୍ରମାଣଇ। ପାଟ ବସନ କାହିଁ ସିଧି କାହିଁ ବୁଲଇ ଚର୍ମ ବାନ୍ଧି। ଚିରାଣୀ ବସ୍ତ୍ର କାହିଁ ମିଳେ କାହିଁ ବା ବଞ୍ଚଇବ କଳେ। କର୍ମ ଆଦରି ତୋଷ ମନେ ବସଇ ଇଚ୍ଛା ସୁଖ ସ୍ଥାନ। କାହିଁ ବା ଧରଣୀ ଶୟନ କାହିଁ ପାଷାଣ ତୃଣପର୍ଣ୍ଣ। କାହିଁ ପ୍ରସାଦ ମଧ୍ୟେ ଥାଇ କାହିଁ ପଲଙ୍କେ ନିଦ୍ରା ଯାଇ। କାହିଁ ହଂସୁଲି ତୁଳି ପରେ କାହିଁ ଶ୍ମଶାନ ବନ ଘରେ। କାହିଁ ମା ସ୍ନାନ ମୋ ଆନନ୍ଦେ ସୁବାସ ତୈଳ ସୁଗନ୍ଧେ। କାହିଁ ଚନ୍ଦନ ଗନ୍ଧ ସାର କାହିଁ ବା ନାନା ଅଳଙ୍କାର। ସୁବାସ ପୁଷ୍ପମାଳ ଗନ୍ଧେ କାହିଁ ବା ଗଜ ଅଶ୍ୱଗନ୍ଧେ। କାହିଁ ବେଷ୍ଟିତ ପୀତାମ୍ବର କାହିଁ ବା ଭସ୍ମ ଦିଗମ୍ବର। କାହିଁ ବା ଜ୍ଞାନ ଥାଇ ଦେହେ କାହିଁ ଭ୍ରମଇ ଗୃହୀ ପ୍ରାୟ। ହେ ପ୍ରହ୍ଲାଦ ଶୁଣ ଧୀରେ ଆଉ କହିବା ତୋ ଛାମୁରେ। ବିଷୟ ଜଡେ ପ୍ରାଣୀ ଥାନ୍ତି ନିଜ ସ୍ୱଭାବ ପ୍ରକାଶନ୍ତି। କାହାକୁ ନିନ୍ଦା ସ୍ତୁତି ମୋର କେବେ ନ କରେ ବିଚାର। ସର୍ବ ପ୍ରାଣୀଙ୍କ ଶ୍ରେୟ ଚିନ୍ତି ଏଣୁ ମୋ ମନେ କାହିଁ ଭ୍ରାନ୍ତି। ଆନନ୍ଦେ ଗୋବିନ୍ଦ ଚରଣେ ଚିତେ ନିବେଶି ଅନୁକ୍ଷଣେ। ଚିତେ ବିକଳ୍ପ ହୋମ କରି ତାହାକୁ ମନ ମଧ୍ୟେ ଭରି। ମନ ବିକାର ତନ୍ତ୍ରେ ଥାଇ ଯେଣେ ମାୟାକୁ ଭୟ ନାହିଁ।
से माया आत्मा अनुभूते सत्य संकल्प मुनि मते तेणु निर्विकार भुवन निर्गुण ब्रह्मे करी लीन एमंते आत्मा अनुभूते कहिली तोहर ग्रते जे लोके शास्त्र मन देई एबे वर्जित मोर देही तो जेणु विष्णुर भगत तेणु कहिली तो अग्रत तू प्रहलाद कृष्ण दास एणु तोहर विश्वास नारद उवाच एमंते मुनि मुखु शुणी परमहंस धर्मवान से प्रहलाद ज्ञानी धीर स्वभावे विष्णुर किंकर से दत्तात्रेय तत्ववाणी प्रवाह सुधा तरंगिणी से प्रहलाद शुणी कन्ने बंदिला विविध स्तंभनी आनंदे नमिला चरणे सदने गला तत्क्षणे शुणसो जने दृढ़ चित्ते हरिचरित भागवते प्रहलाद दत्तात्रेय कथा शुणन्ते खंडे भव व्यथा एणे निर्मल कर चित्त कहई विप्र जगन्नाथ इति श्रीमद्भागवते महापुराणे पारमहंस सहिते सप्तमस्कन्धे युधिष्ठिर नारद संवादे जति धर्मे त्रयोदशोऽध्यायः।